ଯବନମାନଙ୍କ ଆକ୍ରମଣରୁ ପ୍ରଭୁଙ୍କୁ ସୁରକ୍ଷା ଦେବା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳକୁ ପ୍ରଭୁ ଶ୍ରୀ ଜଗନ୍ନାଥ ସମୁଦ୍ର ଜଳପଥ ଦେଇ 7 ଥର ଆସିଥିବାର ସୂଚନା ମାଦଳା ପାଞ୍ଜିରୁ ମିଳିଥାଏ। ତନ୍ମଧ୍ୟରୁ ମରାଳ ମାଳିନୀ ନୀଳାମ୍ବୁ ଚିଲିକା ମଧ୍ୟରେ ଥିବା ସାନ ନଈରୀର ହରିହର କ୍ଷେତ୍ର ଅନ୍ୟତମ। ନଈରୀର ଯମୁନା ପୋଖରୀ କୂଳରୁ ଚିଲିକାର ଜଳପଥ ଦେଇ 800 ମିଟର ଅତିକ୍ରମ କଲେ ଛୋଟ ଦ୍ୱୀପ କାଙ୍କଣ ଶିଖରୀ। ଏହି ଲୀଳାକ୍ଷେତ୍ରଟି ନଈରୀ ନିକଟସ୍ଥ ଚିଲିକା ଜଳରାଶିରେ ଥିବାବେଳେ ଏହାକୁ ଗୁପ୍ତ ଲୀଳାକ୍ଷେତ୍ର କାଙ୍କଣ ଶିଖରୀ ବୋଲି କୁହାଯାଏ। ଆଜି ଏହି କ୍ଷେତ୍ରଟି ସାରା ରାଜ୍ୟରେ ବେଶ୍ ଚର୍ଚ୍ଚିତ। ଚଳିତ ବର୍ଷ ଏହି କ୍ଷେତ୍ରରେ ପାଳନ କରାଯାଇଛି 7ମ ଶ୍ରୀ ଜଗନ୍ନାଥ ମହୋତ୍ସବ। ଏହି ମହୋତ୍ସବରେ 5 ଦିନ ଧରି ଶ୍ରୀ ଜଗନ୍ନାଥ ପରାୟଣ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଥିବା ବେଳେ ଆଜି ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିସହିତ ଦାରୁରେ ନିର୍ମିତ ମହାପ୍ରଭୁଙ୍କର 24 ବେଶକୁ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ହରେକୃଷ୍ଣ ଶତପଥୀ, ମା ସୁଭଦ୍ରା ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର, କବି ତଥା ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟଶାଣୀ ଉନ୍ମୋଚନ କରିଛନ୍ତି। ଚତୁର୍ଦ୍ଦଶ ଶତାବ୍ଦୀରୁ ଅଷ୍ଟଦଶ ଶତାବ୍ଦୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ଯବନମାନେ ବାରମ୍ବାର ଆକ୍ରମଣ କରୁଥିବା ବେଳେ ସେବାୟତମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଜଳପଥ ଦେଇ ଗୋପନରେ ବିଭିନ୍ନ ସ୍ଥାନମାନଙ୍କୁ ନେଇଯାଇଥିବା ସୂଚନା ମିଳୁଥିବା ବେଳେ ଏକଥା ମାଦଳା ପାଞ୍ଜିରୁ ଜଣାପଡ଼େ। ସେହି ଅନୁସାରେ ପ୍ରଭୁ ଦାରୁବ୍ରହ୍ମଙ୍କୁ 7 ଥର କେବଳ ଚିଲିକା ଓ ବାଣପୁର ଅଞ୍ଚଳକୁ ଆସିବାକୁ ପଡ଼ିଥିଲା। ମହାପ୍ରଭୁ ବାଣପୁରର ବିଭିନ୍ନ ସ୍ଥାନରେ ଗୋପନ ଲୀଳାଖେଳା କରିଥିବା ସ୍ମୃତିମାନ ରହିଛି। ତନ୍ମଧ୍ୟରୁ ଚିଲିକାର ଗୁରୁବାଇ ଚଢ଼େଇହଗା, ନଈରୀର ହରିହରେଶ୍ୱର ମନ୍ଦିର, ଚିଲିକାର କାଙ୍କଣ ଶିଖରୀ କୁଦ, ଗଡ଼ପଦର ନୀଳାଦ୍ରି ପ୍ରସାଦର ଘଞ୍ଚ ଅରଣ୍ୟ, ହଳନ୍ଦାର ଅନ୍ଧାରୀ ମହିମ, ସାହସପୁର, ବଡ଼ହନ୍ତୁଆଡ଼, ଗଡ଼ମାଣିତ୍ରୀ, ଖଲିକୋଟ ଇତ୍ୟାଦି ସ୍ଥାନ ପ୍ରଭୁଙ୍କ ଗୋପନ ରହଣୀ ସ୍ଥଳ ଭାବେ ବେଶ୍ ପରିଚିତ। ଏଥିମଧ୍ୟରୁ ସାନ ନଈରେ ହେଉଛି ଅନ୍ୟତମ, କାରଣ ମହାପ୍ରଭୁ ଏଠାକୁ 2 ଥର ଆସିଥିବାର ସୂଚନା ମିଳିଥାଏ। ଆଖପାଖ 7 ମାସରୁ ଉର୍ଦ୍ଧ୍ୱ ମହାପ୍ରଭୁ ତାଙ୍କର ଗୋପନ ଲୀଳା ଏହିଠାରେ କରିଥିବାର ମାଦଳା ପାଞ୍ଜିରୁ ଜଣାଯାଏ। ମହାପ୍ରଭୁଙ୍କର ଏହିଠାରେ ଶଗଡ଼ିରେ ରଥଯାତ୍ରା ମଧ୍ୟ ହୋଇଥିବାର ମାଦଳା ପାଞ୍ଜିରୁ ସୂଚନା ମିଳିଥାଏ। ପରବର୍ତ୍ତୀ ସମୟରେ ଭକ୍ତ କ୍ଷେତ୍ରମାଣ ଲୀଳାକ୍ଷେତ୍ରର ମାନ୍ୟତା ଲାଭ କରିଛି। ବିଶେଷ କରି ଚିଲିକାର ନଈରୀ ଉପକଣ୍ଠରେ ଥିବା କାଙ୍କଣ ଶିଖରୀରେ 1731 ମସିହାରେ ଦାରୁ ବିଗ୍ରହମାନଙ୍କୁ 4 ମାସ 16 ଦିନ ରଖାଯାଇ ପ୍ରଭୁଙ୍କ ନିମନ୍ତେ କାଙ୍କଣ ଫଳ ଲାଗି କରାଯାଇଥିଲା। ପରବର୍ତ୍ତୀ ସମୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଦୈତାପତି ସେବକ, ପୂଜାପଣ୍ଡା, ମହାସୁଆର, ପୁରୀର ମଠ ମନ୍ଦିରର ମହନ୍ତ, ଶ୍ରୀମନ୍ଦିର ପ୍ରଶାସନ, ସାଧୁସନ୍ଥ ଓ ଇତିହାସ ଗବେଷକମାନେ ମଧ୍ୟ ଏହି କ୍ଷେତ୍ରରେ ପହଞ୍ଚି ସେହି ସ୍ଥାନକୁ ନିରୀକ୍ଷଣ କରି ପ୍ରଭୁଙ୍କ ପ୍ରଧାନ ଲୀଳାକ୍ଷେତ୍ର ଭାବରେ ମାନ୍ୟତା ପ୍ରଦାନ କରିଥିଲେ। ପରେ ପରେ ଜଗନ୍ନାଥ ପ୍ରେମୀଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି। ଏଥିନିମନ୍ତେ ଚିଲିକା ବାଣପୁର ଶ୍ରୀ ଜଗନ୍ନାଥ ମନ୍ଦିର ସମନ୍ୱୟ ସମିତି ଓ ଲୀଳାକ୍ଷେତ୍ର କାଙ୍କଣ ଶିଖରୀ ଉନ୍ନୟନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ କାଙ୍କଣ ଶିଖରୀଠାରେ 4 ଦିନ ଧରି ମହାଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ ସାଧୁସନ୍ଥ, ମଠାଧୀଶ, ଶ୍ରୀ ଜଗନ୍ନାଥଙ୍କ ପ୍ରମୁଖ ସେବକ, ଇତିହାସ ଗବେଷକ, କବି, ସାହିତ୍ୟକ, ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରବଚକମାନେ ଆସିଥିବା ବେଳେ ଭକ୍ତ ପରିବେଶ ଭଜନ କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ତେବେ ଶ୍ରୀ ଜଗନ୍ନାଥ ମହୋତ୍ସବ ପ୍ରାରମ୍ଭରୁ ଟ୍ରଷ୍ଟର ପ୍ରମୁଖ ଡକ୍ଟର ସୁଶାନ୍ତ କୁମାର ସାହୁ, ସଭାପତି ହାଡ଼ିବନ୍ଧୁ ପଟ୍ଟନାୟକ, ଶ୍ରଦ୍ଧାଳୁ ଚିନ୍ମୟ ଘଡ଼ାଇ ବାଣପୁରର ଆରାଧ୍ୟା ଦେବୀ ମା ଭଗବତୀଙ୍କ ପୀଠରେ ପହଞ୍ଚି ମହୋତ୍ସବର ମଙ୍ଗଳ କାମନା ନିମିତ୍ତ ମାଙ୍କ ପୀଠରେ ପୂଜା ଅର୍ଚ୍ଚନା କରିବା ସହ ଚିଲିକା ଓ ବାଣପୁର ମଣ୍ଡଳରେ ଥିବା ସମସ୍ତ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଗୁଆ ନିମନ୍ତ୍ରଣ କରି ଏହି କାର୍ଯ୍ୟକୁ ସମାପନ କରାଯାଇଥାଏ।
ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ସଂଗ୍ରାମ ରଣାଙ୍କ ରିପୋର୍ଟ, ପ୍ରୟାଗ ଖବର।